ক্লাস 8 বা অষ্টম শ্রেণী এফএলও বা সাহিত্য বহির ଯେଉଁ ସପ୍ତମ ଅଧ୍ୟାୟରେ ରହିଛି ସ୍ୱପ୍ନିଳ ବିହଙ୍ଗ। ଏହି ବିଷୟର ଆମ ପାଠ୍ୟ ଅନ୍ତର୍ଗତ ଯାହା ବି କ୍ୱେଶ୍ଚନ୍ ଆନ୍ସର୍ ରହିଛି ଆମେ ୱାନ୍ ବାଇ ୱାନ୍ ଏହି ଭିଡ଼ିଓରେ ଆଲୋଚନା କରିବା। କ'ଣ ରହିଛି କ୍ୱେଶ୍ଚନ୍ ଏବେ ଡିସ୍କସନ୍ କରିବା। ଓକେ, ଦେଖିବା କ'ଣ ରହିଛି କ୍ୱେଶ୍ଚନ୍। ଜଷ୍ଟ ୱେଟ୍। ଏଠି କ'ଣ କହିଲା ଦେଖ, ପାଠ୍ୟ ଅନ୍ତର୍ଗତ କ'ଣ କହିଲା, ଆସ କବିତାକୁ ଭଲ ଭାବରେ ବୁଝିବା, ପଢ଼ିବା, ଉତ୍ତର ଲେଖିବା। ଏଠି କ ନମ୍ବରରେ କ'ଣ ଦେଇଛି ଦେଖ, ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକର ଠିକ୍ ଉତ୍ତର ପାଖରେ ତାରା ଚିହ୍ନ ଦେବା। ଯେଉଁଠି ଠିକ୍ ଚିହ୍ନ ଲାଗୁଛି ସେଇ ପାଖରେ କ'ଣ କରିବ, ତାରା ଚିହ୍ନ ଦେବ। ଓକେ, ଦେଖ କ୍ୱେଶ୍ଚନ୍ 1ରେ କ'ଣ ଦେଲା ଦେଖ, ସ୍ୱପ୍ନର ଡେଣା କବିତାରେ ନିମ୍ନଲିଖିତ କେଉଁ ପଂକ୍ତିରେ କବିତାର ମୁଖ୍ୟ ଭାବ ପ୍ରକାଶ ପାଇଛି। ତାହେଲେ ସଠିକ୍ ଆନ୍ସର୍ ହେବ ଅପସନ୍ ଗ ହେବ ସଠିକ୍ ଆନ୍ସର୍। ସ୍ୱପ୍ନ ଦେଖିବାର ସ୍ୱାଧୀନତା ରହିବା ଆବଶ୍ୟକ, ଏଇଟା ହେବ ସଠିକ୍ ଆନ୍ସର୍। ତେଣୁ ଏହା ପାଖରେ କ'ଣ କରିବ, ଷ୍ଟାର ଚିହ୍ନ ଦେବ ବା ତାରା ଚିହ୍ନ ଦେବ। ଏଠି ଦେଖ ଯେଉଁ ସାର୍କେଲ୍, ଏଠି ଯେଉଁ ସାର୍କେଲ୍ ବନେଇଲି ଏଇଟା ନ ଦେଲେ ବି ଚଳିବ ହେଲା, ତୁମେ ଦେଇପାରିବ, ହେଲେ କିଛି ଅସୁବିଧା ନୁହେଁ, ସେଇଟା ବି ଠିକ୍ ଅଛି। କିନ୍ତୁ ଷ୍ଟାର ଚିହ୍ନ ଦେବାକୁ ହିଁ କହିଛି, ଷ୍ଟାର ଚିହ୍ନ ନିହାତି ଦେବ। ସେହିପରିକା ଦେଖ କ୍ୱେଶ୍ଚନ୍ ନମ୍ବର 2କୁ ଦେଖିବା। କାହାକୁ ବାନ୍ଧ ନାହିଁ ବୋଲି କୁହାଯାଇଛି। এই କବିତାରେ କାହାକୁ ବାନ୍ଧ ନାହିଁ ବୋଲି କୁହାଯାଇଛି। ତାହେଲେ ସଠିକ୍ ଆନ୍ସର୍ ହେବ ଅପସନ୍ ଖ ସ୍ୱପ୍ନକୁ। ବୁଝିହେଲା। ତାପରେ ଦେଖିବା କ'ଣ ରହିଛି କ୍ୱେଶ୍ଚନ୍। କ୍ୱେଶ୍ଚନ୍ ନମ୍ବର ଆମେ 3କୁ ଦେଖିବା କ'ଣ ରହିଛି। ଏ ସ୍ୱପ୍ନ ଗୁଡ଼ିକର ଡେଣା କାଟ ନାହିଁ ବୋଲି କାହିଁକି କଳ୍ପନା କରାଯାଇଛି। ତାହେଲେ ସଠିକ୍ ଆନ୍ସର୍ କ'ଣ ହେବ, ସଠିକ୍ ଆନ୍ସର୍ ହେବ ଅପସନ୍ କ ସ୍ୱପ୍ନ ଆମ ଜୀବନରେ କିଛି ନୂଆ କାର୍ଯ୍ୟ ପାଇଁ ପ୍ରେରଣା ଦିଏ। ତାହେଲେ ଏଇଟା ହେବ ସଠିକ୍ ଆନ୍ସର୍। ତାହେଲେ ଏହା ପାଖରେ କ'ଣ କରିବ, ଏହା ପାଖରେ ତୁମେ ଗୋଟେ ଷ୍ଟାର ଚିହ୍ନ ଦେବ। ସେହିପରିକି ଆମେ କ୍ୱେଶ୍ଚନ୍ ନମ୍ବର 4କୁ ଦେଖିବା କ'ଣ ରହିଛି। ସ୍ୱର୍ଗ ସୃଷ୍ଟି କରିବା ପାଇଁ ଆଉ କୌଣସି କଳା କହିଲେ କ'ଣ ବୁଝ। ତାହେଲେ ସଠିକ୍ ଆନ୍ସର୍ କ'ଣ ହେବ, ସଠିକ୍ ଆନ୍ସର୍ ହେବ ଅପସନ୍ ଗ ଯେଉଁଠାରେ ପାରସ୍ପରିକ ସହଯୋଗ ଓ ସଦ୍ଭାବ ରହିଛି, ଏଇଟା ହେବ ସଠିକ୍ ଆନ୍ସର୍। ତେଣୁ ଏହା ପାଖରେ କ'ଣ କରିବ, ଷ୍ଟାର ଚିହ୍ନ ଦେବ। କ୍ଲିଅର୍। ଏବେ ତା ପରବର୍ତ୍ତୀ କ୍ୱେଶ୍ଚନ୍କୁ ଦେଖିବା କ'ଣ ରହିଛି। ତା ପରବର୍ତ୍ତୀ କ୍ୱେଶ୍ଚନ୍ ନମ୍ବର ଦେଖ 5କୁ ଦେଖିବା କ'ଣ ରହିଲା। ଯଦି ମଞ୍ଜି ମାଟିରେ ପଡ଼ିଯାଏ ତେବେ କ'ଣ ହୁଏ। ତାହେଲେ ସଠିକ୍ ଆନ୍ସର୍ ହେବ ଅପସନ୍ ଘ ଯେଉଁଟାକି ଏହା ଗଜା ହୋଇ ଗଛରେ ପରିଣତ ହୋଇପାରେ। ତାହେଲେ ଏଇଟା ହେବ ସଠିକ୍ ଆନ୍ସର୍। ତାହେଲେ ଏହା ପାଖରେ କ'ଣ କରିବ, ତାରା ଚିହ୍ନ ଦେବ। କ୍ଲିଅର୍। ଆମେ ତା ପରବର୍ତ୍ତୀ କ୍ୱେଶ୍ଚନ୍କୁ ଦେଖିବା। କ୍ୱେଶ୍ଚନ୍ ନମ୍ବର ଖରେ କିଛି ନାହିଁ। ଏଠି ଦେଖ ଏଠି ଯେଉଁ କହିଲା କବିତାକୁ ପଦ ଗୁଡ଼ିକୁ ଆଲୋଚନା କରିବା। ତାହେଲେ କବିତାକୁ କିଛି ପଦ ପଂକ୍ତି ଦିଆଯାଇଛି, ସେଗୁଡ଼ିକ ଭଲ ଭାବରେ ପଢ଼ିବା, ଚିନ୍ତା କରିବା ଓ କ'ଣ ବୁଝିଲ ସାଙ୍ଗସାଥୀଙ୍କ ସହିତ ଆଲୋଚନା କରି ଲେଖିବା। ତାହେଲେ କ ନମ୍ବର ଦେଇଛି ଆଉ ଯେଉଁ ଖ ନମ୍ବରଟା ଦିଆହେଇଛି ଏଇଟା ହେଲା ଖ ନମ୍ବର ଦିଆହେଇଛି। ଏହାର କ୍ୱେଶ୍ଚନ୍ ଆନ୍ସର୍ ଆମେ ଡିସ୍କସନ୍ କରିବା। ଦେଖ କ'ଣ କ୍ୱେଶ୍ଚନ୍ ରହିଛି, ମାନେ କ୍ୱେଶ୍ଚନ୍ର ଆନ୍ସର୍ ଦେଖିବା। ଯେଉଁ କବିତା ପଦ ଗୁଡ଼ିକ ଆଲୋଚନା କରିବା, ଯେଉଁଟାକି କର ଦେଖ ନିଜେ ପଢ଼ିଦେବ, ବହିରେ ଅଛି। ଦେଖ କ ନମ୍ବର ଦେଖିବା କ'ଣ ଆନ୍ସର୍ ହେବ ହେଲା। ସୁଗନ୍ଧ ସେନା ବିଚରିତ ହୁଏ ତାହା କି ଗଗନେ ଉଡ଼ିପାରେ। ଏଇ ଯେଉଁ କବିତାର ଏହାକୁ ଆମେ ଆନ୍ସର୍ କ'ଣ ଅଛି ଲେଖିବ ହେଲା। ଆନ୍ସର୍ ଉତ୍ତର ଦେଇକରି ଲେଖିବ। ଏହି ପଦରେ କବି ବୁଝାଇଛନ୍ତି ଯେ ଫୁଲର ସୁଗନ୍ଧକୁ କେହି ବାନ୍ଧି ପାରିବେ ନାହିଁ, ତାହା ପବନରେ ଚାରିଆଡ଼େ ଖେଳିଯାଏ। ସେହିପରି ମାଟି ଭିତରେ ପୋତା ଯାଇଥିବା ମଞ୍ଜି ଯଦି ଗଛ ନ ହୁଏ ତେବେ ତାହା କେବେ ବି ଆକାଶରେ ଉଡ଼ିପାରିବ ନାହିଁ, ତା ନିଜର ପରିଚୟ ସୃଷ୍ଟି କରିବା ପାରିବ ନାହିଁ। ଏଗୁଡ଼ାକ ଜଷ୍ଟ ୱେଟ୍। ଏଠି ଦେଖ, ତା ନିଜର ପରିଚୟ ସୃଷ୍ଟି କରିପାରିବ ନାହିଁ। ଆମ ସ୍ୱପ୍ନ ମଧ୍ୟ ଠିକ୍ ସେହିପରି, ଏହାକୁ ବାନ୍ଧି ରଖିଲେ ଏହା କେବେ ବି ସାକାର ହୋଇପାରିବ ନାହିଁ। ଏହାକୁ ପୂରଣ କରିବାକୁ ସୁଯୋଗ ଦେବା ଦରକାର। ଏଇଟା ହେଲା ଆନ୍ସର୍ ଲେଖିବ। କ୍ଲିଅର୍। ଆମେ ଯେଉଁ ସେକେଣ୍ଡ କ୍ୱେଶ୍ଚନ୍ ରହିଛି ଦେଖ, ସେକେଣ୍ଡ ଯେଉଁ ଖ ନମ୍ବରଟା, ଖ ନମ୍ବର ଉତ୍ତର, ଖ ନମ୍ବର କ୍ୱେଶ୍ଚନ୍ କ'ଣ ରହିଛି। ମୁକ୍ତ ଗଗନରେ ବୁଲିଯିବା ଦିଅ ଆଣିବ ନିଶ୍ଚୟ ଏ ଧରାକୁ। ତାହେଲେ ଏହାର ଉତ୍ତର କ'ଣ ଲେଖ, ଉତ୍ତର ଦେଇକରି ଲେଖିବ। ଏହି ପଦରେ କବି ସ୍ୱପ୍ନକୁ ଖୋଲା ଆକାଶରେ ମୁକ୍ତ ଭାବରେ ଉଡ଼ି ଦେବା ପାଇଁ କହିଛନ୍ତି। ଯେପରି ଜହ୍ନ ଓ ତାରା ଆକାଶରେ ସ୍ୱାଧୀନ ଭାବରେ ରୁହନ୍ତି, ସ୍ୱପ୍ନ ଉପରେ ମଧ୍ୟ କୌଣସି କଟକଣା ରହିବା ଉଚିତ ନୁହେଁ।
ଏହି ମୁକ୍ତି ସ୍ୱପ୍ନ ହିଁ ଦିନେ ମେଘ ଭିତରୁ ସୂର୍ଯ୍ୟ କିରଣ ଆସିଲା ପରି ଏହି ପୃଥିବୀକୁ ନୂଆ ଆଲୋକ ଓ ସଫଳତା ଆଣିଦେବ। ଓକେ, ଏଇଟା ହେଲା ଖ ନମ୍ବର ଆନ୍ସର୍ ଲେଖି। ତା ପରବର୍ତ୍ତୀ କ୍ୱେଶ୍ଚନ୍କୁ ଦେଖିବା କ'ଣ ରହିଛି। ତା ପରବର୍ତ୍ତୀ କ୍ୱେଶ୍ଚନ୍ ଦେଖ କ'ଣ କହିଲା ଏଠି, ମିଳିମିଶି ଯୋଡ଼ିବା ହେଲା। କବିତାରେ କିଛି ଧାଡ଼ି ଖ ସ୍ତମ୍ଭରେ ଦିଆଯାଇଛି। ସେହି ଧାଡ଼ି ଗୁଡ଼ିକ ଅର୍ଥ ତଥା ପ୍ରସଙ୍ଗର ସ୍ତମ୍ଭ ଖରେ ଦିଆଯାଇଛି। ଧାରା ଗୁଡ଼ିକ ବା ଧାଡ଼ି ଗୁଡ଼ିକ ଠିକ୍ ଅର୍ଥ ପ୍ରସଙ୍ଗରେ ରେଖା ଗୁଡ଼ିକ ମିଳନ କର। ଯେଉଁଟା ଠିକ୍ ଥିବ ମାନେ କରେ ଦେଖୁ ତୁମକୁ କିଛି କବିତା ଦିଆଯାଇଛି, ଖରେ ତା'ର ଅର୍ଥ ଦିଆଯାଇଛି, ତାହେଲେ ଏଗୁଡ଼ାକ ସଠିକ୍ ଆନ୍ସର୍ ଗୁଡ଼ାକ ତୁମକୁ ଲେଖିବାକୁ କହିଛି। ତାହେଲେ ଦେଖିବା ଖ ସ୍ତମ୍ଭରେ କ'ଣ ରହିଛି, ଖ ସ୍ତମ୍ଭରେ କ'ଣ ରହିଲା, ଏଠି କିଛି ଅର୍ଥ ଦିଆଯାଇଛି। ଏକ ନମ୍ବରରେ ଦେଖିବା, ଏକ ନମ୍ବର କ'ଣ ଅର୍ଥ ଯାଉଛି, କବିତାରେ କ'ଣ ରହିଛି, ସ୍ୱପ୍ନର ଡେଣା କାଟି ନାହିଁ କେବେ ଗତି ରଖ ନାହିଁ ଜୀବନରେ। ତାହେଲେ ଏକ ନମ୍ବର ସଠିକ୍ ଆନ୍ସର୍ କ'ଣ ହେବ, ଏକ ନମ୍ବର ସଠିକ୍ ଅର୍ଥ ହେଉଛି ଥାର୍ଡ଼ଟା ହେଲା। ଥାର୍ଡ଼ଟା କ'ଣ ଲେଖିବ, ପକ୍ଷୀର ଡଣା କାଟିଦେଲେ ସେ ଉଡ଼ିପାରେ ନାହିଁ, ସେହିପରି ସ୍ୱପ୍ନର ବାଧା ସୃଷ୍ଟି କଲେ ତା'ର କଳ୍ପନା ଓ ସମ୍ଭାବନା ନଷ୍ଟ ହୋଇଯିବ ହେଲା। ଏଇଟା ଲେଖିବ। ଆମେ ଦେଖ ସେକେଣ୍ଡ ନମ୍ବର ଯେଉଁ ସେ 2 ନମ୍ବରଟା ଦେଖିବା, ଏହାର ସଠିକ୍ ଆନ୍ସର୍ କ'ଣ ହେବ, ଉଭୟର ସ୍ଥିତି ସ୍ୱପ୍ନରେ ଭାସି ଉଠି ଆସେ ଆଖି ଭିତରକୁ। ତାହେଲେ 2 ନମ୍ବର ସଠିକ୍ ଆନ୍ସର୍ ହେବ, ଦୁଇଟା ହିଁ ହେବ ହେଲା। ତାହେଲେ 2 ନମ୍ବର ସଠିକ୍ଟା ଦୁଇଟା ହେବ, ଯେଉଁଟାକି ସ୍ୱପ୍ନକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଚେଷ୍ଟା କର, ଏହାକୁ ମାଟିରେ ବାନ୍ଧି ରଖ ନାହିଁ। ତାହେଲେ 3 ନମ୍ବରଟା ଦେଖିବା, ଆରୋହଣ ତାର ରୋକ ନାହିଁ ଆଭରଣକୁ ବାନ୍ଧ ନାହିଁ। ଏହାର ସଠିକ୍ ଆନ୍ସର୍ କ'ଣ ହେବ, ଏହାର ସଠିକ୍ ଆନ୍ସର୍ ହେବ 1ଟା, ଯେଉଁଟାକି ସ୍ୱପ୍ନର ଉଡ଼ାଣ ଓ ଅବତରଣର ବାଧା ସୃଷ୍ଟି କର ନାହିଁ, କାରଣ ସ୍ୱାଧୀନତା ହେଉଛି ସ୍ୱପ୍ନର ସାକାର କରିବାର ଚାବିକାଠି। 4 ନମ୍ବର ଦେଖ, 4 ନମ୍ବରର ସଠିକ୍ ଆନ୍ସର୍ ହେବ, ଦେଖ ଆକାଶେ ପହଞ୍ଚୁ ସ୍ୱପ୍ନର ପକ୍ଷୀ ବାନ୍ଧି ରଖ ନାହିଁ ପୃଥିବୀରେ। ଏହାର ସଠିକ୍ ଆନ୍ସର୍ ହେବ 4ଟା ହିଁ ହେଲା, ଯେଉଁଟାକି ସୃଜନଶୀଳ ମୁକ୍ତି ଚିନ୍ତାଧାରା କଳା ସମାଜକୁ ସରସ ସୁନ୍ଦର ଓ ସମୃଦ୍ଧ କରି ସ୍ୱର୍ଗର ମହକକୁ ମଣିଷ ଏ ଧାରାରେ ସୃଷ୍ଟି କରିପାରିବ। ସେହିପରିକା ଦେଖ ଯେଉଁ 5 ନମ୍ବରଟା 5 ହିଁ ହେବ ଆଉ, ସ୍ୱର୍ଗ ସୃଷ୍ଟିର ଶିଳ୍ପ କଳାକୁ ଶିଖାଇବା, ଏଇଟା ମଧ୍ୟ ସଠିକ୍ ଆନ୍ସର୍ ହେବ ଏଇଟା ହେଲା। ତାପରେ କ'ଣ ରହିଛି ଦେଖିବା, କବିତା ପଢ଼ିବା ଚିନ୍ତା କରିବା ହେଲା। କବିତାକୁ ଭଲ ଭାବରେ ପଢ଼, ବୁଝ, ନିମ୍ନଲିଖିତ ପ୍ରଶ୍ନ ଗୁଡ଼ିକ ଉତ୍ତର ଲେଖ। ତାହେଲେ ଯେଉଁ ଆମର ରହିଛି କେତେ ପର୍ଯ୍ୟନ୍ତ, ଜଷ୍ଟ ଏଠି ଦେଖ କବିତାକୁ ଭଲ ଭାବରେ ପଢ଼, ବୁଝ, ଉତ୍ତର ଲେଖ। ଯେଉଁ କ ନମ୍ବର ହେଲା, ଖ ନମ୍ବର, ତାପରେ କିଛି ଆଉ କିଛି ଦେଇଛି ଗ ଘ ଅ, ଏଇ ଯେଉଁ 5ଟା କ୍ୱେଶ୍ଚନ୍ ରହିଛି, କ୍ୱେଶ୍ଚନ୍ ସହିତ ତୁମକୁ ଆନ୍ସର୍ ଜଣାଇ ଦେଉଛି। ଓକେ, ଦେଖ କ ନମ୍ବର କ୍ୱେଶ୍ଚନ୍ ଆମେ ଦେଖିବା। କ ନମ୍ବର କ୍ୱେଶ୍ଚନ୍ କ'ଣ ରହିଛି, କବିତାରେ ବାନ୍ଧି ରଖ ନାହିଁ ଡେଣା କାଟ ନାହିଁ ପଦଗୁଡ଼ିକ କାହାକୁ ସମ୍ବୋଧିତ କରାଯାଇଛି। ତାହେଲେ ଉତ୍ତର ଦେଇକରି ଲେଖିବ, এই ପଦଗୁଡ଼ିକ ମଣିଷ ସମାଜକୁ ବିଶେଷ କରି ସେହି ଲୋକମାନଙ୍କୁ ସମ୍ବୋଧିତ କରାଯାଇଛି ଯେଉଁମାନେ ଅନ୍ୟର ଆଶା ସ୍ୱପ୍ନ କିମ୍ବା ସୃଜନଶୀଳ ଚିନ୍ତାଧାରାକୁ ଆଗକୁ ବଢ଼ିବାକୁ ନ ଦେଇ ବାଧା ସୃଷ୍ଟି କରନ୍ତି। ଏଇଟା ହେଲା ଆନ୍ସର୍ ଲେଖିବ। ଆମେ ଦେଖିବା ସେକେଣ୍ଡର ଯେଉଁ ଖ ନମ୍ବରଟା କ'ଣ ରହିଛି, ଖ ନମ୍ବର ପ୍ରଶ୍ନକୁ ଦେଖିବା। ଦେଖ ଖ ନମ୍ବର ପ୍ରଶ୍ନ କ'ଣ ଦେଲା, ଦେଖ ସ୍ୱପ୍ନର ଗତିକୁ ବନ୍ଦ କରିବା ଉଚିତ ନୁହେଁ, ଏହା କବିତାର କାହିଁକି କୁହାଯାଇଛି। ତାହେଲେ ଉତ୍ତର ଦେଇକି ଲେଖିବ, ସ୍ୱପ୍ନ ହିଁ ମଣିଷକୁ ଜୀବନରେ କିଛି ନୂଆ ଓ ବଡ଼ କରିବାକୁ ପ୍ରେରଣା ଦିଏ। ଯଦି ସ୍ୱପ୍ନର ଗତିକୁ ବନ୍ଦ କରି ଦିଆଯାଏ ତେବେ ମଣିଷର ଉନ୍ନତି, କଳ୍ପନା ଶକ୍ତି ଓ ସୃଜନଶୀଳତା ନଷ୍ଟ ହୋଇଯିବ। ତେଣୁ ସ୍ୱପ୍ନର ଗତିକୁ ରୋକିବାକୁ ଉଚିତ ନୁହେଁ, ଏଇଟା ହେଲା ଉତ୍ତର ଲେଖିବ। ସେହିପରି ଆମେ ଦେଖିବା ଗ ନମ୍ବର କ୍ୱେଶ୍ଚନ୍, ତା ସହିତ ଆନ୍ସର୍ ଦେଖିବା। ଗ ନମ୍ବର କ୍ୱେଶ୍ଚନ୍ କ'ଣ ଦେଲା ଦେଖ, ଗ ନମ୍ବରରେ ତୁମକୁ ଦେଲା ସ୍ୱପ୍ନକୁ ଦର୍ଶାଇବା ପାଇଁ କବିତାରେ କେଉଁ ଶବ୍ଦ ବ୍ୟବହାର କରାଯାଇଛି। ତାହେଲେ ଉତ୍ତର ଦେଇକି ଲେଖିବ, କ'ଣ ଲେଖିବ ଦେଖ, ସ୍ୱପ୍ନକୁ ଦର୍ଶାଇବା ପାଇଁ କବିତାରେ ସ୍ୱପ୍ନ, ପକ୍ଷୀ, ଯେଉଁଟାକୁ ଆମେ ପକ୍ଷୀକୁ ବିହଙ୍ଗ ଜାଣିଛେ, ଡେଣା, ମୁକ୍ତ ଗଗନ, ଆଲୋକ ଆଦି ଶବ୍ଦ ବ୍ୟବହାର କରାଯାଇଛି। ଓକେ, କ୍ଲିଅର। ସେହିପରିକା ଘ ନମ୍ବର କ୍ୱେଶ୍ଚନ୍କୁ ଆମେ ଦେଖିବା। ଘ ନମ୍ବର କ୍ୱେଶ୍ଚନ୍ରେ କ'ଣ ଦେଲା ଦେଖ, କବିତାରେ ଆରୋହଣ ଓ ଅବରୋହଣ ଶବ୍ଦ ପ୍ରୟୋଗର ଉଦ୍ଦେଶ୍ୟ କ'ଣ। ତାହେଲେ
ଉତ୍ତର ଦେଇକି ଲେଖିବ ଆରୋହଣ ଆଉ ଅର୍ଥ ଉପରକୁ ଉଠିବା ଓ ଅବରୋହଣର ଅର୍ଥ ତଳକୁ ଖସିବା। ସ୍ୱପ୍ନର କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ। ଏହା ମୁକ୍ତି ଭାବରେ ଯେକୌଣସି ଦିଗକୁ ବା ଉଚ୍ଚକୁ ଯାଇପାରେ ବୋଲି ବୁଝାଇବା ପାଇଁ କବି ଏହି ଶବ୍ଦ ଗୁଡ଼ିକ ପ୍ରୟୋଗ କରିଛନ୍ତି ବା ପ୍ରୟୋଗ କରିଛନ୍ତି। ଓକେ, କ୍ଲିଅର। ଓ ନମ୍ବରଟା ଦେଖିବା ଆମେ। ଓ ନମ୍ବରରେ କ'ଣ ଦେଲା କ୍ୱେଶ୍ଚିନ୍ ଦେଖ। ସ୍ୱପ୍ନ କ'ଣ ଆଖି ଭିତରକୁ ଉଡ଼ି ଆସେ ଓ ବାସ୍ତବରେ ପରିଣତ ହୁଏ? ନିଜର ଅଭିଜ୍ଞତା ଲେଖ। ତାହେଲେ ଉତ୍ତର ଦେଇକରି ଲେଖିବ ଏଠି ଆନ୍ସର୍ ଦେଇକରି। ହଁ, ଯେତେବେଳେ ଆମ ମନରେ କିଛି ଭଲ କରିବାର ତୀବ୍ରତା ଇଚ୍ଛା ଜାଗ୍ରତ ହୁଏ, ତାହା ପ୍ରଥମେ ଆମ ଆଖିରେ ଏକ ସୁନ୍ଦର ସ୍ୱପ୍ନ ହୋଇ ଉଠି ଆସେ। ମୋର ଅଭିଜ୍ଞତା ଅନୁଯାୟୀ ଯଦି ଆମେ ସେହି ସ୍ୱପ୍ନ ଉପରେ ବିଶ୍ୱାସ ରଖି କଠିନ ପରିଶ୍ରମ କରୁ, ତେବେ ତାହା ଦିନେ ନା ଦିନେ ନିଶ୍ଚୟ ବାସ୍ତବରେ ପରିଣତ ହୁଏ। ଏଇଟା ହେଲା ଆନ୍ସର୍ ଲେଖିବ। ଦେଖ ତା ପରବର୍ତ୍ତୀ ଦେଖିବା କ'ଣ ରହିଛି। ଦେଖ କବିତାର ଶୀର୍ଷକ। ଦେଖ କ'ଣ କହିଲା, କବିତାର ଶୀର୍ଷକର ଅଛି ସ୍ୱପ୍ନିଳ ବିହଙ୍ଗ। ଯଦି ତୁମେ ଏହି ଶୀର୍ଷକକୁ ବଦଳାଇବାକୁ ଇଚ୍ଛା କର, ତେବେ କେଉଁ ନାମ ଦେବ ଓ କାହିଁକି ଦେବ ଚିନ୍ତା କରି ଲେଖ। ଏହି ବକ୍ସଟାରେ ତୁମକୁ ଲେଖିବାକୁ ପଡ଼ିବ। ଆମେ ଦେଖିବା ଆନ୍ସର୍ କ'ଣ ହେବ। ତାହେଲେ ଉତ୍ତର ଦେଇକି ଲେଖିବ, ଯଦି ଶୀର୍ଷକରେ ବଦଳାଇ ଇଚ୍ଛା କର ତେବେ ତୁମ ନାମ କାହିଁକି ଦେବ। ତାହେଲେ ଆନ୍ସର୍ ଉତ୍ତର ଦେଇକି ଲେଖିବ, ଯଦି ମୁଁ ଏହି କବିତାର ଶୀର୍ଷକ ବଦଳାଏ ତେବେ ମୁଁ ଏହି ନାମର ମୁକ୍ତ ସ୍ୱପ୍ନ କିମ୍ବା ସ୍ୱପ୍ନର ଉଡ଼ାଣ ରଖିବି। କାରଣ ହେଲା ସମଗ୍ର କବିତାର ସ୍ୱପ୍ନକୁ ବାନ୍ଧି ନ ରଖି ତାକୁ ଖୋଲା ଆକାଶରେ ଉଡ଼ିବାକୁ ଦେବା ଓ ସାକାର କରିବା ଉପରେ ହିଁ ଆଧାରିତ। ତାହେଲେ ଏଇଟା ଉତ୍ତର ଲେଖିବ। ଏଠି ଯେଉଁ ଅନୁମାନ ଓ କଳ୍ପନା କର, ଏଠି କ ନମ୍ବର ହେଲା, ଖ ନମ୍ବର, ଗ ନମ୍ବର, এই କ୍ୱେଶ୍ଚନ୍ ଗୁଡ଼ାକ କ୍ୱେଶ୍ଚନ୍ ସହିତ ତୁମକୁ ଆନ୍ସର୍ ଦେଖିଦେଉଛେ। ଜଷ୍ଟ ୱେଟ୍। କେତେ ଓ ନମ୍ବର ପର୍ଯ୍ୟନ୍ତ ରହିଛି। ଓକେ, ଓ ନମ୍ବର ପର୍ଯ୍ୟନ୍ତ ଆମେ କ୍ୱେଶ୍ଚନ୍ ସହିତ ଆନ୍ସର୍ ଆଲୋଚନା କରିବା। এই ଯେଉଁ ବକ୍ସ ଗୁଡ଼ାକ ରହିଛି ଏଇଗୁଡ଼ାକରେ ଆମେ ଆନ୍ସର୍ ଲେଖିବା। ଓକେ, ଦେଖ ଯେଉଁ ରହିଲା କ ନମ୍ବର କ୍ୱେଶ୍ଚନ୍କୁ ଦେଖ। ନିମ୍ନରେ କେତେ ଗୁଡ଼ିଏ ସ୍ୱପ୍ନର କଥା କୁହାଯାଇଛି। ତୁମେ ଏହି ସ୍ୱପ୍ନ ଗୁଡ଼ିକର ମଧ୍ୟରୁ ଯାହାକୁ ନିଜ ଜୀବନର ଲକ୍ଷ୍ୟ ଭାବେ ଗ୍ରହଣ କରିବ, ତେବେ କେଉଁ କାର୍ଯ୍ୟ କଲେ ସେହି ସ୍ୱପ୍ନ ସାକାର ହୋଇପାରିବ ଲେଖ। ତାହେଲେ ଉତ୍ତର ଦେଇକି ଲେଖିବ, ମୁଁ ଜଣେ ଶିକ୍ଷକ ହେବାର ସ୍ୱପ୍ନକୁ ନିଜ ଜୀବନରେ ଲକ୍ଷ୍ୟ ଭାବରେ ଗ୍ରହଣ କରିବି। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ମୁଁ ନିଜେ ପ୍ରଥମେ ମନ ଦେଇ ଉଚ୍ଚ ଶିକ୍ଷା ଲାଭ କରିବି। ତାପରେ ସମାଜରେ ଗରିବ ଓ ପଛୁଆ ବର୍ଗର ପିଲାମାନଙ୍କୁ ଭଲ ପାଠ ପଢ଼ାଇବି। ଜଷ୍ଟ ୱେଟ୍। ପଢ଼ାଇବି। ଶିକ୍ଷା ମାଧ୍ୟମରେ ସମାଜକୁ ଅନ୍ଧବିଶ୍ୱାସ ଓ ଅଜ୍ଞାନତାର ଦୂର କରି ଏକ ସୁନ୍ଦର ଦେଶ ଗଠନ କରିବାରେ ସାହାଯ୍ୟ କରିବି। ଏଇଟା ହେଲା ଆନ୍ସର୍ ଲେଖିବ। ଓକେ, କ୍ଲିଅର। ସେକେଣ୍ଡ ଯେଉଁ ଖ ନମ୍ବର ଦେଖିବା। ଖ ନମ୍ବରରେ କ'ଣ କ୍ୱେଶ୍ଚନ୍ ରହିଛି ତା ସହିତ ଆନ୍ସର୍ ଆମେ ଡିସ୍କସନ୍ କରିବା। ତୁମେ ତୁମ ଜୀବନକୁ ସରସ ସୁନ୍ଦର କରିବା ପାଇଁ କେଉଁ କଳା ଶିକ୍ଷାକୁ ଚାହିଁବ ଚିନ୍ତା କରି ଲେଖ। ତାହେଲେ ଉତ୍ତର ଦେଇକି ଲେଖିବ, ମୁଁ ମୋ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସଙ୍ଗୀତ କିମ୍ବା ଚିତ୍ରକଳା ଶିଖିବାକୁ ଚାହିଁବି। ଏହି କଳା ମୋ ମନକୁ ଶାନ୍ତି ଦେବ ଓ ମୋ ଭିତରେ ସୃଜନଶୀଳତା ବଢ଼ାଇବ ଏବଂ ଦୁଃଖ ସମୟରେ ମୋତେ ଖୁସି ପ୍ରଦାନ କରିବ। ଓକେ, ଏଇଟା ଉତ୍ତର ଲେଖିବ। ତାପରେ ଆମେ ଦେଖିବା ଗ ନମ୍ବର କ୍ୱେଶ୍ଚନ୍ କ'ଣ ରହିଛି। ଗ ନମ୍ବରରେ ତୁମକୁ କ୍ୱେଶ୍ଚନ୍ ଦେଲା, ସୁଗନ୍ଧ ବିଚଳିତ ହୋଇ କୁଆଡ଼େ ଯାଏ? ଯଦି ତୁମେ ଜୀବନରେ ବିତି ଯାଇଥିବା ଘଟଣା ପୁଣି ଫେରି ଆସେ, ତେବେ କିପରି ତୁମେ ତାହାକୁ ଗ୍ରହଣ କରିବ? ତାହେଲେ ଉତ୍ତର ଦେଇକି ଲେଖିବ, ଫୁଲର ସୁଗନ୍ଧ ବିଚଳିତ ହୋଇ ପବନରେ ମିଶି ଚାରିଆଡ଼େ ଖେଳିଯାଏ। ଯଦି ମୋ ଜୀବନରେ ବିତି ଯାଇଥିବା କୌଣସି ଭଲ ଘଟଣା ପୁଣି ଥରେ ଫେରି ଆସେ, ତେବେ ମୁଁ ତାକୁ ବହୁତ ଆନନ୍ଦ ଓ ହସ ଖୁସିରେ ଗ୍ରହଣ କରିବି ଏବଂ ସେହି ଖୁସି ମୁହୂର୍ତ୍ତକୁ ଉପଭୋଗ କରିବି। କିନ୍ତୁ ଖରାପ ଘଟଣା ଫେରିଲେ ଅତୀତକୁ ଶିକ୍ଷା ନେଇ ସହ ତାର ସାମ୍ନା କରିବି।
এইটা ହେଲା ଆନ୍ସର୍ ଲେଖିବ। ଓକେ, କ୍ଲିଅର୍ ହେଇଗଲା? ଏଇସବୁ ଆନ୍ସର୍ ଲେଖିବ, ତୁମକୁ ପୁରା ସୁନ୍ଦର ଭାବରେ କହିଦେଉଛି। ତ ପିଲାମାନେ ଦେଖ, BSc ଓଡ଼ିଶା ମାଷ୍ଟର ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ, ସବସ୍କ୍ରାଇବ୍ କରି ଜଏନ୍ କର। ଏହା ଫଳରେ ଦେଖ ଯାହା ବି ଭିଡ଼ିଓ ଅପଲୋଡ଼ ହେବ ତୁମେ ସର୍ବପ୍ରଥମେ ପାଇପାରିବ। ତେଣୁ ଅପଲୋଡ଼ କରି ଜଏନ୍ ହେଇଥାଅ। ଗ ନମ୍ବର ହେଇଗଲା। ତାପରେ ଘ ନମ୍ବର ଦେଖିବ, ଭଲ ସ୍ୱପ୍ନ ଓ ଚିନ୍ତାଧାରା ଦ୍ୱାରା ସ୍ୱର୍ଗ ସୃଷ୍ଟି ହୋଇପାରିବ। ତୁମେ ସ୍ୱର୍ଗ ସୃଷ୍ଟି ପାଇଁ କେଉଁ ଭଲ ସ୍ୱପ୍ନ ଦେଖିବ? ତାହେଲେ ଉତ୍ତର ଦେଇକି ଲେଖିବ, ଏ ପୃଥିବୀରେ ସ୍ୱର୍ଗ ସୃଷ୍ଟି କରିବା ପାଇଁ ମୁଁ ଏହିପରି ଏକ ସ୍ୱପ୍ନ ଦେଖିବି ଯେଉଁଠି ସମାଜରେ କୌଣସି ହିଂସା, ଭେଦଭାବ କିମ୍ବା ଦାରିଦ୍ର୍ୟ ନଥିବ। ସମସ୍ତେ ପରସ୍ପରକୁ ଭାଇ ଭଉଣୀ ପରି ଭଲ ପାଉଥିବେ, ସମସ୍ତଙ୍କ ପାଖରେ ଖାଦ୍ୟ, ଶିକ୍ଷା ଥିବ ଏବଂ ପ୍ରକୃତରେ ସବୁଜ ସୁନ୍ଦର ରହିବ। ଏଇଟା ହେଲା ଉତ୍ତର ଲେଖିବ। କ୍ଲିଅର୍? ତାପରେ ଦେଖିବ ମୋ ନମ୍ବରକୁ ହେଲା। ଓ ନମ୍ବରରେ କ'ଣ ଦେଲା ଦେଖ, ଓ ନମ୍ବର କ୍ୱେଶ୍ଚନକୁ ଦେଖିବା। ସ୍ୱପ୍ନ ଗୁଡ଼ିକର ଡେଣା କାଟ ନାହିଁ କି ତା'ର ଗତିକୁ ବାନ୍ଧି ଦିଅ ନାହିଁ। ପଂକ୍ତିରେ ତୁମେ କ'ଣ ଭାବୁଛ? ଏହା ଏକ ପରାମର୍ଶ, ଆଦେଶ ନା ଅନ୍ୟ କ'ଣ ଅଛି? ତାହେଲେ ଉତ୍ତର ଦେଇକି ଲେଖିବ, ମୋ ମତରେ ଏହା ଆମ ସମାଜ ପାଇଁ ଏକ ମୂଲ୍ୟବାନ ପରାମର୍ଶ ଏବଂ ଏହା ବାର୍ତ୍ତା। କବି ଆମକୁ ବୁଝାଇବା ଚାହୁଁଛନ୍ତି ଯେ ଆମେ କେବେ ବି ନିଜର କିମ୍ବା ଅନ୍ୟ କାହାର ଭଲ ଆଶା ସ୍ୱପ୍ନକୁ ଭାଙ୍ଗିବା ଉଚିତ ନୁହେଁ, ବରଂ ତାକୁ ସାକାର କରିବା ପାଇଁ ସ୍ୱାଧୀନତା ଦେବା ଉଚିତ। ହେଲା, ଏଇଟା ହେଲା ଉତ୍ତର ଦେଇକି ଲେଖିବ। କ୍ଲିଅର୍ ହେଇଗଲା? ଏଇ କବିତା ରଚନା କର। ଏଠି କିଛି ନାହିଁ। ଏକ ନମ୍ବର ଏଇଟା ତୁମେ ଚିତ୍ର ଦେଖି ନିଜର ବୁଝିପାରିବ, ଏଇଟା କିଛି ଆବଶ୍ୟକତା ନାହିଁ। ତାପରେ ଆମେ ଦେଖିବା କ'ଣ ରହିଛି। ଦେଖ, ଏଇଟା ଦେଖ, ଖସ୍ତମ୍ଭ ଆଉ ଖସ୍ତମ୍ଭ ଯେଉଁ କବିତାର ପଂକ୍ତି ଦିଆଯାଇଛି ଆଉ କବିତାର ବିଶେଷତ୍ୱ ଦେଇଛି। ତାହେଲେ ଏକ ନମ୍ବର କ'ଣ ହେବ ସଠିକ୍? ତାହା କି ଗଗନେ ଉଡ଼ିପାରେ, ଏହାର ସଠିକ୍ ଆନ୍ସର୍ କ'ଣ ହେବ? ଏକ ନମ୍ବର ଦେଖ, ଏକ ନମ୍ବର ସଠିକ୍ ଆନ୍ସର୍ ହେବ ଯେଉଁଟାକି 3 ନମ୍ବରଟା ହେବ ଏହାର ସଠିକ୍ ଆନ୍ସର୍, ଯେଉଁଟାକି ପ୍ରଶ୍ନ ପଚରା ଯାଉଛି। ତାପରେ ଏଇଟା ଦେଖ, 2 ନମ୍ବରଟା ଦେଖିବା, ସ୍ୱପ୍ନର ଡେଣା କଟା ନାହିଁ କେବେ। ଏଟାର ସଠିକ୍ ଆନ୍ସର୍ କ'ଣ ହେବ? ଏହାର ସଠିକ୍ ଆନ୍ସର୍ ହେବ ଏଇଟା ପିଟ୍ ଫର୍ଟା ହେବ, ଯେଉଁଟାକି ସ୍ୱାଧୀନ ଚିନ୍ତାଧାରାକୁ ବାନ୍ଧିବା ଉଚିତ ନୁହେଁ। ତାହେଲେ 3 ନମ୍ବର କ୍ୱେଶ୍ଚନ୍ ଦେଖିବା, ଆହରଣ ତା'ର ରୋକ ନାହିଁ, ଆବରଣକୁ ବାନ୍ଧ ନାହିଁ। ଏହାର ସଠିକ୍ ଆନ୍ସର୍ କ'ଣ ହେବ କହନା? ଏହାର ସଠିକ୍ ଆନ୍ସର୍ ହେବ 1 ନମ୍ବରଟା ହେଲା, ଯେଉଁଟାକି ବିପରୀତ ଅର୍ଥବୋଧକ ଶବ୍ଦ ପ୍ରୟୋଗ। ତାପରେ 4 ନମ୍ବରଟା ଦେଖିବା, ଯେଉଁଟାକି ମେଘର ରଙ୍ଗ କିରଣ ଆଲୋକ ଆଣିବ ନିଶ୍ଚୟ ଏ ଧରାକୁ। ଏହାର ଆଉ ଗୋଟେ ରହିଛି ଯେଉଁଟାକି 2 ନମ୍ବରଟା, ଏଇଟା ହେବ ସଠିକ୍ ଆନ୍ସର୍। ତାହେଲେ ପରିଶ୍ରମ, ପାଣି ତଥା ସମର୍ପଣ ଭାବରେ ପ୍ରକାଶକ, ଏଇଟା ହେବ ସଠିକ୍ ଆନ୍ସର୍। ତା ପରବର୍ତ୍ତୀକୁ ଦେଖିବା ଯେଉଁଟା ଶବ୍ଦର ଆଲୋଚନା ରହିଛି। ଶବ୍ଦର ଆଲୋଚନା। ଏଠି ଯେଉଁ ଆବରଣ, ତାପରେ ତାର ରୋକ ନାହିଁ, ଯେଉଁ ଆବରଣକୁ ବାନ୍ଧ ନାହିଁ। ଉପରୋକ୍ତ ପଦର ରେଖାଙ୍କିତ ଶବ୍ଦକୁ ଦେଖିଲେ ଜଣାଯାଏ ଯେ ଉକ୍ତ ଶବ୍ଦ ଦୁଇଟି ପରସ୍ପର ବିପରୀତ ବୋଧକ ଶବ୍ଦ ଅଟେ। ଏହା ଅର୍ଥ ବୁଝି ନିମ୍ନଲିଖିତ ବାକ୍ୟ ଗୁଡ଼ିକ ଶୂନ୍ୟସ୍ଥାନ ପୂରଣ କର କହୁଛି। ତାହେଲେ ଦେଖିବା କ'ଣ ରହିବ। ଏଠି ହେଲା ପୂରଣ କରିବାକୁ କହିଛି। ତାହେଲେ ଏଇ ଦୁଇଟାର କ'ଣ କ'ଣ ପୂରଣ କରିବ ଦେଖ, ଯେଉଁଟାକି ପର୍ବତ ରୋହିଣୀ ମାନେ ଜଷ୍ଟ ୱେଟ୍, ଏ ବିଟୁଟା ଦେଖ, ପର୍ବତ ରୋହିଣୀ ମାନେ ବହୁ ବିଘ୍ନ ମଧ୍ୟରେ ହିମାଳୟର ଏଭରେଷ୍ଟ ଶୃଙ୍ଗ ଡ୍ୟାସ୍ କରି ପାରିଥିଲେ। ତାହେଲେ ତୁମେ ଏଠି ଲେଖିବ ଆରୋହରଣ ହେଲା, ଏଠି ଲେଖିବ ଆରୋହରଣ, ବୁଝିଲା? এইটা ଲେଖିବ ଆନ୍ସର୍। ତାପରେ ଦେଖ 2 ନମ୍ବରଟା, ମାଙ୍କଡ଼ଟି ବିରାଟ ତାଳ ଗଛରୁ ତଳକୁ ଡ୍ୟାସ୍ କରୁଅଛି। ତାହେଲେ ଅବରୋହଣ ଲେଖିବ, ଏଠି ଅବରୋହଣ। ଓକେ, এই দুইটা ଆନ୍ସର୍ ଲେଖିବ। କ୍ଲିଅର୍? ଆମେ ତା ପରବର୍ତ୍ତୀକୁ ଦେଖିବା।
ତାପରେ ଘ ନମ୍ବରଟା ବି ଦେଖିବ। ଦେଖ ଏଠି ଯେଉଁ ରହିଲା ନିମ୍ନୋକ୍ତ ଶବ୍ଦ ଗୁଡ଼ିକ ନେଇ ବାକ୍ୟ ଗଠନ କର। ଓକେ, ବାକ୍ୟ କ'ଣ କ'ଣ ଲେଖିବ ତୁମକୁ କର ଯେଉଁଟା ଅଛି ବାକ୍ୟ ଗଠନ କର ସେଇଟାକୁ ଦେଖିବା। ନିମ୍ନଲିଖିତ ଶବ୍ଦ ଗୁଡ଼ିକ ନେଇ ବାକ୍ୟ ଗଠନ କର। ତାହେଲେ ସୁଗନ୍ଧ, ସୁଗନ୍ଧର ବାକ୍ୟ ଲେଖିବ ଗୋଲାପ ଫୁଲର ସୁଗନ୍ଧ ମନକୁ କିଣି ନିଏ। ତାହେଲେ ସେକେଣ୍ଡ ଯେଉଁ ମୁକ୍ତ ରହିଛି ଏହାର ବାକ୍ୟ ଲେଖିବ। ବାକ୍ୟ ବନେଇକରି ଲେଖିବ, ଉତ୍ତର ଦେଇକରି ଲେଖିବ ସକାଳେ ପକ୍ଷୀମାନେ ମୁକ୍ତ ଆକାଶରେ ଉଡ଼ିବାକୁ ଭଲ ପାଆନ୍ତି। ତୁମେ ନିଜ ଇଚ୍ଛାରେ ଲେଖିପାରିବ। ତାପରେ ଡେଣା ଦେଖ, ଡେଣା ହେଲା କଳ୍ପନାର ଡେଣା ଲଗେଇ ମଣିଷ ବହୁ ଦୂରକୁ ଯାଇପାରେ। ଏଗୁଡ଼ାକ ଲେଖିପାରିବ ଆନ୍ସର। ତାପରେ ଦେଖିବା କ'ଣ ରହିଛି ଗତି। ଦେଖ ଗତି କ'ଣ କହିଲା, ବହୁଥିବା ନଦୀର ଗତି କେବେ ହେଲେ ବନ୍ଦ ହୁଏ ନାହିଁ। ବିକାଶ ଦେଖିବ ଉତ୍ତମ ଶିକ୍ଷା ଦ୍ୱାରା ହିଁ ଆମ ଦେଶର ବିକାଶ ସମ୍ଭବ। ଏସବୁ ବାକ୍ୟ ଗଠନ କରିପାରିବ। କ୍ଲିଅର। ତା ପରବର୍ତ୍ତୀ ଦେଖିବା କ'ଣ ରହିଛି କାଳ ବିଷୟରେ ଏଠି କିଛି ଆବଶ୍ୟକତା ନାହିଁ ଏତେ। ଏଇଟା ଦେଖିବା ଶବ୍ଦକୋଷ ଅଭିଧାନର ବ୍ୟବହାର। ସ୍ୱର୍ଗ ସୃଷ୍ଟି ଶିଳ୍ପ କଳାକୁ ଶିଖାଇବ ଜଣେ ମଣିଷକୁ। ଅଭିଧାନରେ ଶିଳ୍ପ ଶବ୍ଦର ଅର୍ଥ ହେଉଛି କାରିଗରୀ, କାରୁକର୍ମ, ବିବିଧତା ଦ୍ରବ୍ୟ ନିର୍ମାଣର କାର୍ଯ୍ୟ, ଚାରୁକଳା ଯଥା କପଡ଼ା ଶିଳ୍ପ, ବାସନ ଶିଳ୍ପ, ଲୌହ ଶିଳ୍ପ ଇତ୍ୟାଦି ହେଲା। ଶିଳ୍ପ କଳା ନ କହିଲେ ଦ୍ରବ୍ୟ ନିର୍ମାଣ ଦକ୍ଷତା ବା ନିର୍ମାଣ କୌଶଳ। ବର୍ତ୍ତମାନ ଦେଖ ଶିଳ୍ପ ସହିତ ଜଡ଼ିତ ନିମ୍ନଲିଖିତ ଶବ୍ଦ ଗୁଡ଼ିକ ଅର୍ଥ ଅଭିଧାନ କର। ଏଗୁଡ଼ାକର ଆମେ ଆନ୍ସର ଦେଖିବା କ'ଣ କ'ଣ ଅଛି ହେଲା। ଏଠି ଦେଖିବା ଏଠିର କ୍ୱେଶ୍ଚନ୍ ଆନ୍ସର ଦେଖିବା। ବର୍ତ୍ତମାନ ଶିଳ୍ପ ସହିତ ଜଡ଼ିତ ନିମ୍ନଲିଖିତ ଶବ୍ଦ ଗୁଡ଼ିକର ଅର୍ଥ ଅଭିଧାନରୁ ଖୋଜ। ଯେଉଁଟା କୋଡ଼ାକୁ ଦେଖିବା କ'ଣ ରହିଛି ହେଲା। ଏକ ନମ୍ବର ଦେଖ ଶିଳ୍ପଜୀବୀ, ଯେ ବ୍ୟକ୍ତି ଶିଳ୍ପ ବା କାରିଗର କାମ କରି ନିଜ ଜୀବନ ନିର୍ବାହ କରେ ଏଇଟା କାରିଗର ହେଲା। ସେକେଣ୍ଡ ଶିଳ୍ପବିଦ୍ୟା, କୌଣସି ଜିନିଷ ନିର୍ମାଣ କରିବା ବିଦ୍ୟା ବା କାରିଗରୀ ଜ୍ଞାନ, ଯେଉଁଟାକୁ ଟେକ୍ନୋଲୋଜି ଆମେ କହିଥାଉ। ଥାର୍ଡ଼ ନମ୍ବର ଦେଖ ଶିଳ୍ପ କୌଶଳ, ଶିଳ୍ପ ଦ୍ରବ୍ୟ ନିର୍ମାଣ କରିବାର ଦକ୍ଷତା ଉପାୟ କୌଶଳୀ। ତାହେଲେ ଦେଖ ସେଇ ପରୀକ୍ଷା ଦେଖିବା ଆମେ ଯେଉଁ 4 ନମ୍ବରଟା ଦେଖ ଶିଳ୍ପଶାଳା, ଯେଉଁ ସ୍ଥାନ ବା କାରଖାନାରେ ଶିଳ୍ପ କାମ କରାଯାଇ ବା ଜିନିଷ ତିଆରି ହୁଏ। ୱାର୍କସପ୍, ଏଇଗୁଡ଼ାକ ଆନ୍ସର ଲେଖିଦେବ ହେଲା। ଆଉ କିଛି ସେମିତି ନାହିଁ। ରହିଗଲା ପାଠ୍ୟ ବହିଭୂତ, ଏଗୁଡ଼ାକ ତୁମର କଥା, ତୁମେ ନିଜେ କରିପାରିବ। ଏଗୁଡ଼ାକ ଆବଶ୍ୟକତା ନାହିଁ, ଏଗୁଡ଼ାକ ପଢ଼ିକରି କରିପାରିବ। ଆଉ କିଛି ଆବଶ୍ୟକତା ନାହିଁ ହେଲା। ଏତିକିରେ ସରିଗଲା। এইগুଡ଼ାକର ଆନ୍ସର ଯଦି ଜାଣିନ ତୁମକୁ କିଛି ଜଣେଇ ଦେଉଛେ। ଏଗୁଡ଼ାକ ଡାଇରେକ୍ଟ ଲେଖିବ, ନିଜେ ମ୍ୟାଚିଂ କରିବ। ଡାଇରେକ୍ଟ ଆନ୍ସର ଗୁଡ଼ାକ ମୁଁ ଆଲୋଚନା କରିଦେଉଛେ କ'ଣ କ'ଣ ହେବ ହେଲା। ପାଠ୍ୟର ବହିଭୁକ୍ତ ଦେଖ ଯେଉଁ କ ନମ୍ବର ଦେଖ ବାନ୍ଧିବା ଶବ୍ଦ ଅନ୍ୟ କେଉଁଠି ବ୍ୟବହାର କରାଯାଇପାରିବ ତାହା କୁହ। ତାହେଲେ ଉତ୍ତର ଦେଇକି ଲେଖିବ ଉଦାହରଣ ସ୍ୱରୂପ ଗାଈକୁ ଖୁଣ୍ଟରେ ବାନ୍ଧିବା, ବହି ଖାତାରେ ସୂତାରେ ବାନ୍ଧିବା, ସମ୍ପର୍କରେ ବାନ୍ଧି ହେବା, ଆଇନ ବା ନିୟମରେ ବାନ୍ଧି ହେବା, କଥା କହିବାକୁ ବାନ୍ଧିବା। ଏସବୁ ହେଲା ଆନ୍ସର ଦେଇକି ଲେଖିବ। ସେକେଣ୍ଡରେ ଦେଖିବା ଆମେ ଖ ନମ୍ବରକୁ ହେଲା। ଖ ନମ୍ବରକୁ ଦେଖିବା ତୁମେ ତୁମର ପରିବାର, ପଡ଼ୋଶୀ, ଗାଁ କି ତୁମ ବିଦ୍ୟାଳୟକୁ ସରସ ସୁନ୍ଦର ବନେଇବା ପାଇଁ କେଉଁ କାମ କରିପାରିବ କୁହ। ଏଗୁଡ଼ାକ ଲେଖିବ। ଆନ୍ସର ଦେଇକି ଲେଖିବ ମୋ ପରିବେଶକୁ ସଫା ସୁତୁରା ରଖିବି, ଚାରିଆଡ଼େ ଅଧିକରୁ ଅଧିକ ଗଛ ଲଗାଇବି, ସମସ୍ତଙ୍କର ସହ ସ୍ନେହ ଓ ସମ୍ମାନର ସହ କଥାବାର୍ତ୍ତା କରିବି ଏବଂ ଅସୁବିଧା ଥିବା ଲୋକଙ୍କୁ ସାହାଯ୍ୟ କରି ଏକ ସୁନ୍ଦର ପରିବେଶ ଗଢ଼ିବି। ଏଇଟା ହେଲା ଖ ନମ୍ବର ଉତ୍ତର ଲେଖିବ। କ୍ଲିଅର। ତାପରେ ଦେଖିବା ଗ ନମ୍ବର କ'ଣ ଲେଖିବ। ଗ ନମ୍ବର ଦେଇକି ଲେଖିପାରିବ ତୁମ ସ୍ୱପ୍ନ ଯଦି ସାକାର ହେବ ତେବେ ତାହା ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିବ କୁହ। ତାହେଲେ ଉତ୍ତର ଦେଇକି ଲେଖିବ। ଉତ୍ତର ଦେଇକି ଲେଖିବ ଯଦି ମୋର ଶିକ୍ଷକ ହେବାର ସ୍ୱପ୍ନ ସାକାର ହୁଏ ତେବେ ମୁଁ ସମାଜର ଗରିବ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ କରିବି, ଯାହାଦ୍ୱାରା ସେମାନେ ମଧ୍ୟ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇପାରିବେ। ଏସବୁ ଲେଖିବ। କ୍ଲିଅର। ତାପରେ ଦେଖିବା କ'ଣ ଆସିବ। ଏଗୁଡ଼ାକ ବହିରେ ମ୍ୟାଚିଂ କରି ତୁମେ ଏଇ ପଏଣ୍ଟ ଗୁଡ଼ାକ ଲେଖିପାରିବ ହେଲା। ବହିରେ ଦେଖ ଆଉ ଏଇଗୁଡ଼ାକ ଆନ୍ସର ଗୁଡ଼ାକ ଲେଖି ନେଇଯାଅ। ବିଚାର ଅନୁଶୀଳନ,
ତୁମ ଦେଶରେ ବା ଜାତିର ଉନ୍ନତି ପାଇଁ କେଉଁ ସ୍ୱପ୍ନ ଦେଖିଛ ତାହା ଆଲୋଚନା କର। ତାହେଲେ ଉତ୍ତର ଦେଇକି ଲେଖିବ, ମୋ ସ୍ୱପ୍ନ ଦେଖିଛି ଯେ ମୋର ପ୍ରିୟ ଦେଶ ଭାରତବର୍ଷ ଏକ ସ୍ୱପ୍ନ ଶିକ୍ଷିତ, ଦୁର୍ନୀତିମୁକ୍ତ, ପୃଥିବୀର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେବ। ଏଠାରେ କେହି ଭୋକିଲା କିମ୍ବା ଗରିବ ରହିବେ ନାହିଁ ଏବଂ ସମସ୍ତେ ମିଳିମିଶି ଶାନ୍ତିରେ ବସବାସ କରିବେ। ଏଇଟା ହେଲା ଆନ୍ସର୍ ଲେଖିବ। କ୍ଲିଅର? ତାପରେ ଦେଖ, ଯେଉଁ ଥିଲା ରାମ ଚିହ୍ନର ବ୍ୟବହାର, এই ଚିହ୍ନକୁ ବ୍ୟବହାର କରି କ'ଣ ଲେଖିବ? এই ଚିହ୍ନକୁ ବ୍ୟବହାର କରି କ'ଣ ଲେଖିବ? ପ୍ରଥମେ ଦେଖ, ଚିତ୍ର ଦେଖି ଅଂଶ ବନ୍ଦ କରି ନିଜେ ବନ୍ଦ କର ନାହିଁ ଯିବାକୁ ଦିଅ କିମ୍ବା ବନ୍ଦ କର ଯିବାକୁ ଦିଅ ନାହିଁ କି ଲେଖ। ଏଠି ଯେଉଁ ରହିଛି ଏଗୁଡ଼ାକ ଚିତ୍ର ଦେଖି ଅର୍ଥ ଅନୁସାରେ ବନ୍ଦ ମାନେ ଲେଖ ହେଲା। ପ୍ରଥମ ଯେଉଁଟା ଲେଖିବ, ପ୍ରଥମ ଚିତ୍ର ଯେଉଁଟା ରହିଛି ପୋଲିସ ଗାଡ଼ିକୁ ଅଟକାଉଥିବା ଚିତ୍ର, এই ଚିତ୍ରକୁ ଦେଖିକରି ଚିତ୍ର ଗୁଡ଼ାକ ଦେଖିପାରିବ। এই ଯେଉଁ ଚିତ୍ର ଗୁଡ଼ାକରେ ଏଇ ତଳେ ଲେଖିବ ହେଲା। ଏଗୁଡ଼ାକ ଶବ୍ଦ ବ୍ୟବହାର କରି ତୁମେ ଲେଖିବ। ଏଇଗୁଡ଼ାକର ଆମେ ଆନ୍ସର୍ ଗୁଡ଼ାକ ଯେଉଁଗୁଡ଼ାକ କହିଦେଉଛି ଏବେ ବର୍ତ୍ତମାନ, ସେଗୁଡ଼ାକ ଏଇଠି ଲେଖିବ। ଏଇଗୁଡ଼ାକରେ ଲେଖିବ 1 2 1 2 3 4 ନମ୍ବର ଚିତ୍ର ଏତିକି ରହିଛି। ଏଗୁଡ଼ାକର ତୁମକୁ ଆନ୍ସର୍ କ'ଣ କ'ଣ ଲେଖିବ ଜଣାଇ ଦେଉଛି ହେଲା। ଆଉ ତାପରେ ଏଇଟାର ଆଲୋଚନା କରିବା। କ୍ଲିଅର? ତାପରେ ହେଲା ଏଇ ସୃଜନଶୀଳତା, ଏଇଟାର ଆଲୋଚନା କରିବା। ତାପରେ ଯେଉଁଟା ରହିଲା ଶେଷରେ ରହିଲା ଯେଉଁଟାକି ଏଇଟା ହେଲା, ଏଇଟା ଆଲୋଚନା କରିବା, ସରିଗଲା। ତୁମ ଥିଲା ଦେଖ ପୋଲିସ ଗାଡ଼ିକୁ ଅଟକାଉଥିବା ଚିତ୍ର, ଗାଡ଼ିକୁ ବନ୍ଦ କର ଯିବାକୁ ଦିଅ ନାହିଁ। ସେକେଣ୍ଡ ଯେଉଁଟା ଆମ୍ବୁଲାନ୍ସ ଯାଉଥିବା ଜରୁରୀ ଚିତ୍ର, ଆମ୍ବୁଲାନ୍ସକୁ ବନ୍ଦ କର ନାହିଁ ଯିବାକୁ ଦିଅ। 3 ନମ୍ବରରେ ଯେଉଁଟା ରହିଛି ଚୋର ପଳାଉଥିବା ଚିତ୍ର, ଚୋରକୁ ବନ୍ଦ କର ଧର ବା ଯିବାକୁ ଦିଅ ନାହିଁ। ଆଉ ଯେଉଁ ରହିଲା 4 ନମ୍ବର ଯେଉଁ ଚିତ୍ରଟା ରହିଛି, 4 ନମ୍ବର ଚିତ୍ର କ'ଣ କହିଲା, ପିଲାମାନେ ରାସ୍ତାରେ ପାର ହେଉଥିବା ଚିତ୍ର। ଏ ଗାଡ଼ି ଗୁଡ଼ିକୁ ହଁ ଏଠି ଦେଖ ଯେ ଏହା ଗାଡ଼ି ଚାଳକ ପାଇଁ ନିର୍ଦ୍ଦେଶ, ଯେଉଁଟାକି ଗାଡ଼ି ବନ୍ଦ କର ଯିବାକୁ ଦିଅ ନାହିଁ। ଏହିସବୁ ଆନ୍ସର୍ ଲେଖିବ। ଯେଉଁ ସୃଜନଶୀଳତା ତୁମକୁ ପଢ଼େଇ ଦେଇଥିଲି ସେଇଟା, ମାନେ ଯେଉଁଟା ପଢ଼ିକରି ଶୁଣି ଦେଉଥିଲି, ସେଇଠି ଆନ୍ସର୍ ଲେଖିବ। ଏଠି ଦେଖ କର ପଠିତ କବିତା ପରି ତୁମମାନଙ୍କୁ ଗୋଟିଏ କବିତା ଲେଖିବା ପାଇଁ ଚେଷ୍ଟା କର। ତାହେଲେ ଉତ୍ତର ଦେଇକି ଲେଖିବ। ଏଠି କବିତା ଗୋଟେ ଲେଖିବ ଏଇଠି ହେଲା। ଉତ୍ତର ଦେଇକି ଲେଖିବ, ମୋର ଅଛି ଛୋଟ ସ୍ୱପ୍ନଟିଏ, ଆକାଶରୁ ଉଡ଼ିବି ଚଢ଼େଇଟିଏ, ଦେଶ ପାଇଁ ମୁଁ କରିବି କାମ, ରଖିବି ମୋର ମାଟିର ନାମ। ଏଇଟା ହେଲା ଆନ୍ସର୍ ଲେଖିବ। ତାପରେ ଦେଖିବା, ଦେଖ କ'ଣ ରହିଲା ଘ ନମ୍ବରଟା ହେଲା। ଏଠି କ'ଣ ଅଛି ଦେଖ, ପ୍ରାକୃତିକ ବିପର୍ଯ୍ୟୟ, ଯଦି ବନ୍ୟା ବାତ୍ୟା ଭୂମିକମ୍ପ ପରି ପ୍ରାକୃତିକ ବିପର୍ଯ୍ୟୟ ଆସିଲା ତେବେ ତୁମେ କ'ଣ କରିବ? ତାହେଲେ ଉତ୍ତର ଦେଇକି ଲେଖିବ, ଯଦି ପ୍ରାକୃତିକ ବିପର୍ଯ୍ୟୟ ଆସେ ମୁଁ ପ୍ରଥମେ ଧୈର୍ଯ୍ୟ ରଖିବି, ଆତଙ୍କିତ ହେବି ନାହିଁ, ପରିବାର ଲୋକଙ୍କ ସହ କଥା ସୁରକ୍ଷିତ ସ୍ଥାନକୁ ଚାଲିଯିବି, ଘରେ ଶୁଖିଲା ଖାଦ୍ୟ ପିଇବା ପାଣି ଟର୍ଚ୍ଚ ଔଷଧ ମହଜୁଦ କରି ରଖିବି, ଅନ୍ୟ ବିପନ୍ନ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବି। ଏସବୁ ହେଲା ଉତ୍ତର ଦେଇକି ଲେଖିବ। କ୍ଲିଅର? ତାପରେ ଯେଉଁ ଶେଷରେ ଥିଲା ତୁମକୁ ଜଣାଇ ଦେଉଥିଲି ସେଇଟା ଲେଖିବ, ବକ୍ସ ଗୁଡ଼ାକ ଲେଖିବ। ଏଠି ଦେଖ, ଯେଉଁ କେଉଁ ଶିଳ୍ପ କେଉଁ ଦ୍ରବ୍ୟ ତିଆରି ହୁଏ ତାକୁ ମେଳ କର, ସଠିକ୍ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। ତାହେଲେ ଆନ୍ସର୍ କ'ଣ କ'ଣ ଲେଖିବ ଦେଖ। 1 ନମ୍ବର ହେଲା କାଠ ଶିଳ୍ପ, କାଠରୁ ଖଟ ଚୌକି ଟେବୁଲ ମେଜ ଆଲମିରା ସୋଫା ଆଦି ତିଆରି କରାଯାଏ। ସେକେଣ୍ଡ ଦେଖ ମାଟି ଶିଳ୍ପ, ମାଟିରୁ ମାଠିଆ ପଲମ ବାସନ ମୂର୍ତ୍ତି ଆଦି ଘର ସଜ୍ଜା ସାମଗ୍ରୀ ପ୍ରସ୍ତୁତି ହୁଏ। 3 ନମ୍ବର ଦେଖ ଧାତୁ ଶିଳ୍ପ, ତମ୍ବା ପିତ୍ତଳ କଂସାରୁ ଥାଳି ବାସନ ଦୀପ ଢାଳ ଘଣ୍ଟି ମୂର୍ତ୍ତି ଆଦି ତିଆରି ହୁଏ। ତାପରେ 4 ନମ୍ବର ସଠିକ୍ ଆନ୍ସର୍ ଦେଖ, ଯେଉଁଟାକୁ ବସ୍ତ୍ରଶିଳ୍ପ, ଏଠି ହେଲା ସଠିକ୍ ଆନ୍ସର୍ ହେବ ଶାଢ଼ୀ ଧୋତି ଗାମୁଛା କପଡ଼ା ପୋଷାକ ପତ୍ର ପ୍ରସ୍ତୁତି ହୁଏ। ଓକେ, ଏଗୁଡ଼ାକ ବହିରେ ବି ଲେଖା ହେଇଛି, ଦେଖ ମ୍ୟାଚିଂ କରିପାରିବ। ତାପରେ ଦେଖ ଯେଉଁଟା ରହିଲା 5 ନମ୍ବର ହେଲା କାଗଜ ଶିଳ୍ପ, କାଗଜରୁ ବ୍ୟବହାର୍ଯ୍ୟ ଠୋଲ ଲଫା ଖେଳନା ତିଆରି ହୁଏ। 6 ନମ୍ବର ଦେଖ ପଥର ଶିଳ୍ପ, ପଥର ଶିଳ୍ପରେ ମୂର୍ତ୍ତି ମନ୍ଦିର ନିର୍ମାଣ କରାଯାଇ ଘର ସଜ୍ଜା ସାମଗ୍ରୀ ମଧ୍ୟ ତିଆରି ହୁଏ। ତାପରେ ଦେଖ 7 ନମ୍ବର ଦେଖ ଚମଡ଼ା ଶିଳ୍ପ, ଚମଡ଼ାରୁ ବ୍ୟାଗ୍ ଜୋତା ବେଲ୍ଟ ଇତ୍ୟାଦି ବ୍ୟବହୃତ ଜିନିଷ ତିଆରି କରାଯାଏ। ତାପରେ ଦେଖ ଯେଉଁ ରହିଲା 8 ନମ୍ବରଟା ଦେଖ ଅଳଙ୍କାର ଶିଳ୍ପ, ସୁନା ରୂପା ହୀରା ଆଦି ଅଳଙ୍କାର ମାନେ ପ୍ରସ୍ତୁତି ହୁଏ। 9 ନମ୍ବରଟା ଦେଖ ବାଉଁଶ ଶିଳ୍ପ, ବାଉଁଶ ବେତରୁ ଟୋକେଇ ଚେୟାର
ସୋଫା ଘର ସଜ୍ଜା ଜିନିଷ ତିଆରି ହୁଏ। ଏବଂ 10 ନମ୍ବର ଦେଖ ଯେଉଁଟାକି ଲାଖ ଶିଳ୍ପ, ଲାଖରୁ ଚୁଡ଼ି ଖେଳନା ସଜସଜ୍ଜା ସାମଗ୍ରୀ ତିଆରି ହୁଏ। ଏହା ଥିଲା ତୁମର ଶେଷ ଥିଲା, ଆଉ କିଛି ନେଇନି, ସରିଗଲା ହେଲା। ଓକେ, ଜାଣିପାରିଲ ପିଲାମାନେ? ଦେଖ ଚ୍ୟାନେଲକୁ ଦେଖ ଶେଷ ପର୍ଯ୍ୟନ୍ତ, ଯଦି ୱେଟ୍ କରିଛ ଦେଖିଛ ସବସ୍କ୍ରାଇବ୍ କରି ଯାଅ। ଯେଉଁମାନେ ଦେଖ ଧ୍ୟାନ ସହିତ ଦେଖିଲ, ମୁଁ ଜାଣିପାରୁଛେ ତୁମେ ଇଣ୍ଟରେଷ୍ଟ ସହିତ ନିଜକୁ ମାନେ ମେହନତ କରିବାର ଅଛି, ପାଠ ପଢ଼ିବାର ଅଛି, ତୁମକୁ ରେସ୍ପନ୍ସିବିଲିଟି ରହିଗଲା, 8 କ୍ଲାସ୍ ହେଇଗଲଣି, ତେଣୁ ଏତିକି ଯାଇ ଦେଖିଲ ତ କନଫର୍ମ ହେଇଗଲି ଯେ ତୁମେ ଗୋଟେ ଭଲ ଷ୍ଟୁଡ଼େଣ୍ଟ ଥିବ। ଦେନ୍ ଦେଖ ଭଲସେ ପଢ଼। ଆଉ କ'ଣ? ଓକେ, ସମସ୍ତଙ୍କୁ ମୋ ତରଫରୁ ଧନ୍ୟବାଦ।